ଯେମିତି ପୂର୍ବ ଭିଡ଼ିଓରେ ଆମେ କଷ୍ଟ ଶବ୍ଦ ଗୁଡ଼ାକୁ ଚେଷ୍ଟା କଲେ ବୁଝିବା ପାଇଁ ଭିନ୍ନ ଭିନ୍ନ ସିଚୁଏସନ୍ସ ନେଇକି ଆଜି ସେହି ଶବ୍ଦ ଗୁଡ଼ିକୁ ବାକ୍ୟ ଗଠନ କରିବା। ତ ଫାର୍ଷ୍ଟ ଶବ୍ଦ ଆମେ ସେତେବେଳେ ଶିଖିଥିଲେ କ'ଣ ନା ଅକଳନୀୟ। ତ ବାକ୍ୟ ଗଠନ କରିବା। ବାତ୍ୟା ଯୋଗୁଁ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅକଳନୀୟ କ୍ଷୟକ୍ଷତି ହୋଇଛି। ତାପରେ ଶବ୍ଦ ଥିଲା କ'ଣ ନା ଅକ୍ଷୁଣ୍ଣ। ସବୁ ପରିସ୍ଥିତିରେ ଆମ ଦେଶର ଏକତା ଓ ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବା ଆମର କର୍ତ୍ତବ୍ୟ। ତାପରେ ଶବ୍ଦ ଥିଲା ଅଗ୍ରଗଣ୍ୟ। କବିବର ରାଧାନାଥ ରାୟ ଓଡ଼ିଆ ସାହିତ୍ୟ ଜଗତର ଜଣେ ଅଗ୍ରଗଣ୍ୟ ସାଧକ ଥିଲେ। ଅଜାତଶତ୍ରୁ। ତାଙ୍କର ମଧୁର ବ୍ୟବହାର ଯୋଗୁଁ ସେ ସମାଜରେ ଜଣେ ଅଜାତଶତ୍ରୁ ଭାବେ ପରିଚିତ। ତାପରେ ଶବ୍ଦ ହେଉଛି ଅତୀନ୍ଦ୍ରିୟ। ଗଭୀର ଧ୍ୟାନ ମାଧ୍ୟମରେ ମନୁଷ୍ୟ ଅତୀନ୍ଦ୍ରିୟ ଆନନ୍ଦର ଅନୁଭୂତି ପାଇପାରେ। ଅଦ୍ୱିତୀୟ। କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ସମଗ୍ର ବିଶ୍ୱରେ ଅଦ୍ୱିତୀୟ। ତାପରେ ଶବ୍ଦଟି ହେଉଛି ଅନନ୍ୟପାୟ। ଶେଷରେ ଅନନ୍ୟପାୟ ହୋଇ ଚାଷୀ ଜଣକ ମହାଜନ ପାଖରୁ ଋଣ ନେଲେ। ଅନବେଦ୍ୟ। ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଅନବେଦ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଲା। ଅନର୍ଗଳ। ସେ କୌଣସି ବାଧା ବିନା ମଞ୍ଚରେ ଅନର୍ଗଳ ଭାବେ ଭାଷଣ ଦେଇଥିଲେ। ତାପର ଶବ୍ଦଟି ହେଉଛି ଅନୁପମ। ଚିଲିକା ହ୍ରଦର ସୂର୍ଯ୍ୟାସ୍ତ ଦୃଶ୍ୟ ସତରେ ଅତି ଅନୁପମ। ତାପର ଶବ୍ଦଟି ହେଉଛି ଅନ୍ତର୍ଦୃଷ୍ଟି। ଏହି ଜଟିଳ ସମସ୍ୟାର ସମାଧାନ ପାଇଁ ଗଭୀର ଅନ୍ତର୍ଦୃଷ୍ଟି ପ୍ରୟୋଜନ। ଅନ୍ତର୍ଯ୍ୟାମୀ। ସେ ଈଶ୍ୱର ହିଁ ସମସ୍ତ ଜୀବଙ୍କ ହୃଦୟର ଅନ୍ତର୍ଯ୍ୟାମୀ ଅଟନ୍ତି। ତାପର ଶବ୍ଦଟି ହେଉଛି ଅନିତ୍ୟତା। ଜଗତର ଅନିତ୍ୟତା ବିଷୟରେ ବୁଝିବା ପରେ ସେ ସଂସାର ତ୍ୟାଗ କଲେ। ଅନୁଚିନ୍ତନ। ନିଜର ଭୁଲ ଗୁଡ଼ିକୁ ସୁଧାରିବା ପାଇଁ ପ୍ରତିଦିନ ଆତ୍ମ ଅନୁଚିନ୍ତନ କରିବା ଉଚିତ। ଅନ୍ୱେଷଣ। ବୈଜ୍ଞାନିକମାନେ ମହାକାଶରେ ନୂତନ ଗ୍ରହ ଅନ୍ୱେଷଣ ଜାରି ରଖିଛନ୍ତି। ସନ୍ଥମାନେ ସର୍ବଦା ଅପରିଗ୍ରହ ଜୀବନଶୈଳୀ ଅବଲମ୍ବନ କରିବାକୁ ପରାମର୍ଶ ଦିଅନ୍ତି। ଯେଉଁଟାରେ କି ଶବ୍ଦ ଥିଲା କିଏ ନା ଅପରିଗ୍ରହ।